ଆଜିର ପ୍ରସଙ୍ଗ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ। ଉପସ୍ଥାପନା ମହେନ୍ଦ୍ର କୁମାର ମାଝୀ। ଜୀବନରକ୍ଷା କ୍ଷେତ୍ରରେ ପ୍ରାଥମିକ ଚିକିତ୍ସାର ଭୂମିକା ନେଇ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ପ୍ରତିବର୍ଷ ସେପ୍ଟେମ୍ବର ମାସ 2ୟ ଶନିବାରକୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ଭାବେ ପାଳନ କରାଯାଇଥାଏ। ପ୍ରାଥମିକ ଚିକିତ୍ସା ହେଉଛି ଏକ ଜରୁରୀକାଳୀନ ପଦକ୍ଷେପ ଯାହା ମୁଖ୍ୟତଃ ସରଳ ଏବଂ ପ୍ରାଥମିକ ସ୍ତରରେ ଚିକିତ୍ସା ପ୍ରଦାନକୁ ଗୁରୁତ୍ୱ ଦେଇଥାଏ। ସର୍ବନିମ୍ନ ଉପକରଣ ଉପଯୋଗ ଏବଂ ଚିକିତ୍ସା ବିଜ୍ଞାନ ସମ୍ପର୍କରେ ଜ୍ଞାନ ନଥାଇ ମଧ୍ୟ ଏହାକୁ କାର୍ଯ୍ୟକାରୀ କରାଯାଇପାରିବ। ଫଳରେ ବହୁ ଅମୂଲ୍ୟ ଜୀବନହାନି ରୋକାଯାଇପାରିବ। ଅଘଟଣ ସ୍ଥଳରେ ଉପସ୍ଥିତ ଥିବା ବ୍ୟକ୍ତି ହିଁ ନିଜର ସମ୍ୟକ ଜ୍ଞାନ ଏବଂ ଚିନ୍ତାଧାରା ମାଧ୍ୟମରେ ପ୍ରଭାବିତ ବ୍ୟକ୍ତିଙ୍କୁ ଯେଉଁ ଚିକିତ୍ସା ପ୍ରଦାନ କରିଥାଏ ତାକୁ ପ୍ରାଥମିକ ଚିକିତ୍ସା ଭାବରେ ଗ୍ରହଣ କରାଯାଇଥାଏ। ବିଶେଷଜ୍ଞଙ୍କ ଦ୍ୱାରା ଚିକିତ୍ସା ଆରମ୍ଭ ହେବା ପୂର୍ବରୁ ଏହି ପ୍ରାଥମିକ ପଦକ୍ଷେପ ବହୁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ। ଯଦିଓ ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଏହାକୁ ମୂଲ୍ୟବାନ ଚିକିତ୍ସା ବୋଲି ଗ୍ରହଣ କରାଯାଏ ନାହିଁ, ତଥାପି ଜୀବନ ବଞ୍ଚାଇବାରେ ଏହା ଉଲ୍ଲେଖନୀୟ ହୋଇଥାଏ। ପ୍ରାଥମିକ ଚିକିତ୍ସାର ମୂଳ ଲକ୍ଷ୍ୟ ହେଉଛି ଜୀବନ ରକ୍ଷା କରିବା, ପୂର୍ବାବସ୍ଥାକୁ ଫେରାଇ ଆଣିବା ପାଇଁ ପ୍ରୋତ୍ସାହନ ପ୍ରଦାନ କରିବା, ଅଧିକ ଅବନତିକୁ ରୋକିବା ଏବଂ ନିକଟସ୍ଥ ସ୍ୱାସ୍ଥ୍ୟସେବା କେନ୍ଦ୍ରକୁ ସୁରକ୍ଷିତ ଭାବେ ପହଞ୍ଚାଇବା। ଏକ ଆକଳନ ଅନୁଯାୟୀ ପ୍ରାଥମିକ ଚିକିତ୍ସା ପ୍ରଦାନ ଦ୍ୱାରା ଜୀବନ ହାନିଜନିତ ପରିସ୍ଥିତିକୁ ବହୁ ପରିମାଣରେ ପ୍ରତିହତ କରାଯାଇପାରିଛି। ହୃଦଘାତ, ଦୁର୍ଘଟଣା, ଅଗ୍ନିକାଣ୍ଡ ଏବଂ ପ୍ରାକୃତିକ ଦୁର୍ବିପାକ ଭଳି ପରିସ୍ଥିତି ପାଇଁ ପ୍ରାଥମିକ ଚିକିତ୍ସା ଅତ୍ୟନ୍ତ ମୂଲ୍ୟବାନ ସାବ୍ୟସ୍ତ ହୋଇଥାଏ। ପ୍ରାଥମିକ ଚିକିତ୍ସା ପ୍ରଦାନ କ୍ଷେତ୍ରରେ ଲୋକଙ୍କୁ ଅଧିକ ସଚେତନ କରିବା ଏବଂ ପ୍ରଶିକ୍ଷଣ ପ୍ରଦାନ ନେଇ ବିଶ୍ୱସ୍ତରରେ ବହୁବିଧ ପଦକ୍ଷେପ ଗ୍ରହଣ କରାଯାଉଛି। ଚଳିତ ବର୍ଷର ବାର୍ତ୍ତା ରହିଛି ପ୍ରାଥମିକ ଚିକିତ୍ସା ଏବଂ ଜଳବାୟୁ ପରିବର୍ତ୍ତନ। ପ୍ରବଳ ବର୍ଷାଜନିତ ବନ୍ୟା, ବନାଗ୍ନି, ଝଡ଼ ଏବଂ ଅଂଶୁଘାତ ଭଳି ପ୍ରାକୃତିକ ଦୁର୍ବିପାକ ଘଟଣାର ବୃଦ୍ଧି ଏବଂ ପ୍ରାଥମିକ ସ୍ତରରେ ଜରୁରୀ ଚିକିତ୍ସା ପ୍ରଦାନ ଉପରେ ଏହି ବାର୍ତ୍ତା ଗୁରୁତ୍ୱ ପ୍ରଦାନ କରୁଛି। ପ୍ରାକ୍ ଐତିହାସିକ ସମୟରୁ ଆରମ୍ଭ ହୋଇଥିବା ଏହି ପ୍ରାଥମିକ ଚିକିତ୍ସା ଆଘାତପ୍ରାପ୍ତ ଲୋକଙ୍କୁ ପ୍ରାକୃତିକ ଉପାୟରେ ଚିକିତ୍ସା ପ୍ରଦାନର ମାର୍ଗ ଦର୍ଶାଇଥିଲା। ଊନବିଂଶ ଶତାବ୍ଦୀରେ ଏହା କ୍ରମଶଃ ବିକଶିତ ହେବାକୁ ଆରମ୍ଭ କରିଥିଲା। 1878 ମସିହାରେ ଲଣ୍ଡନର ୱିଲୱିଚ୍ ସ୍ଥିତ ରୟାଲ ହର୍ବର୍ଟ ସାମରିକ ହସ୍ପିଟାଲ ଶଲ୍ୟ ଚିକିତ୍ସକ ମେଜର ପିଟର ସେଫର୍ଡ ଏବଂ ଆବରଡିନଶାୟାରର ସାମରିକ ଅଧିକାରୀ କର୍ଣ୍ଣେଲ ଫ୍ରାନ୍ସିସ୍ ଡଙ୍କନ ପ୍ରାଥମିକ ଚିକିତ୍ସା ଦକ୍ଷତାରେ ସାଧାରଣ ନାଗରିକଙ୍କୁ ତାଲିମ ପ୍ରଦାନ ଆରମ୍ଭ କରିଥିଲେ। ଯୁଦ୍ଧକ୍ଷେତ୍ରରେ ଆହତଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରିବା ଲକ୍ଷ୍ୟ ନେଇ ରୟାଲ ହ୍ୟୁମାନ ସୋସାଇଟି ଏବଂ ସାମରିକ ଶଲ୍ୟ ଚିକିତ୍ସକଙ୍କ ଦ୍ୱାରା ଏଭଳି ତାଲିମ ପ୍ରଦାନ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏପରିକି ମେଜର ପିଟର ସେଫର୍ଡ ପ୍ରାଥମିକ ଚିକିତ୍ସା ପାଇଁ ଏକ ପାଠ୍ୟକ୍ରମ ମଧ୍ୟ ପ୍ରସ୍ତୁତ କରିଥିଲେ। ପରେ ସୁଇସ୍ ବ୍ୟବସାୟୀ ହେନରୀ ଡୁନାଣ୍ଟ ଆନ୍ତର୍ଜାତିକ କମିଟି ରେଡ୍କ୍ରସ ପ୍ରତିଷ୍ଠା କରି ପ୍ରାଥମିକ ଚିକିତ୍ସା କ୍ଷେତ୍ରକୁ ଅଧିକ ଗତିଶୀଳ କରାଇଥିଲେ। 2000 ମସିହା ସେପ୍ଟେମ୍ବର ମାସ 2ୟ ଶନିବାର ଦିନ ଆନ୍ତର୍ଜାତିକ ରେଡ୍କ୍ରସ ଏବଂ ରେଡ୍ କ୍ରିସେଣ୍ଟ ସୋସାଇଟି ଫେଡେରେସନ ଦ୍ୱାରା ପ୍ରଥମେ ଏହି ଦିବସ ପାଳନ କରାଯାଇଥିଲା। ସେହିଦିନଠାରୁ ପ୍ରତିବର୍ଷ ସେପ୍ଟେମ୍ବର ମାସ 2ୟ ଶନିବାରରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ ହୋଇଆସୁଛି। ହୃଦଘାତ, ନିଶ୍ୱାସ ପ୍ରଶ୍ୱାସରେ କଷ୍ଟ ଅନୁଭବ କରିବା, ଗୁରୁତର ରକ୍ତସ୍ରାବ କ୍ଷେତ୍ରରେ ପ୍ରାଥମିକ ଚିକିତ୍ସା ବରଦାନ ସଦୃଶ ହୋଇଥାଏ। ଏପରିକି ଜଳାପୋଡ଼ା ରୋଗୀ ଏବଂ ବିଭିନ୍ନ ସଂକ୍ରମଣକୁ ପ୍ରତିହତ କରିବାରେ ମଧ୍ୟ ପ୍ରାଥମିକ ଚିକିତ୍ସା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଥାଏ। ପ୍ରାଥମିକ ଚିକିତ୍ସା ସମ୍ପର୍କରେ ସଚେତନତା ବୃଦ୍ଧି ନେଇ ବିଦ୍ୟାଳୟ ସ୍ତରଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ ତାଲିମ ପ୍ରଦାନ କରାଯାଉଛି। କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ପ୍ରାଥମିକ ଚିକିତ୍ସା ନୀତିଗୁଡ଼ିକ ମୁଖ୍ୟତଃ କାରଖାନା ଆଇନରେ ଅନ୍ତର୍ଭୁକ୍ତ ରହିଛି। ବିଦ୍ୟାଳୟ ଓ କର୍ମକ୍ଷେତ୍ରଗୁଡ଼ିକରେ ସିପିଆର ତାଲିମ ପ୍ରଦାନର ବ୍ୟବସ୍ଥା ହୋଇଛି। ଫଳରେ ପ୍ରାଥମିକ ଚିକିତ୍ସା, ଶିକ୍ଷା ଏବଂ ଭିତ୍ତିଭୂମି କ୍ଷେତ୍ର ସୁଦୃଢ଼ ହୋଇଛି। ଏପରିକି ପ୍ରାଥମିକ ଚିକିତ୍ସାକୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ସ୍ୱେଚ୍ଛାକୃତ ଭାବେ ସହାୟତା ପ୍ରଦାନ କରୁଥିବା ଲୋକଙ୍କ ପାଇଁ ଭାରତୀୟ ସମରିଟାନ ସୁରକ୍ଷା ନିର୍ଦ୍ଦେଶାବଳୀ ମାଧ୍ୟମରେ ସୁରକ୍ଷା ପ୍ରଦାନ କରାଯାଉଛି। ସେମାନଙ୍କୁ ଫୌଜଦାରୀ ଦାୟିତ୍ୱରୁ ମଧ୍ୟ ନିବୃତ୍ତ ରଖାଯାଇଛି। ଦୈନନ୍ଦିନ ଜୀବନରେ ପ୍ରାଥମିକ ଚିକିତ୍ସା ଆଧାରିତ ଜ୍ଞାନର ବହୁ ପ୍ରାସଙ୍ଗିକତା ରହିଛି। ଏ ସମ୍ପର୍କରେ ଆମେ ସମସ୍ତେ ଜାଣିବା ଉଚିତ। ଏଥିପାଇଁ ବ୍ୟକ୍ତିଗତ ସ୍ତରରେ ପ୍ରୟାସର ଆବଶ୍ୟକତା ରହିଛି। ଆବଶ୍ୟକ ସ୍ଥଳେ ଆମ ପାରିପାର୍ଶ୍ୱରେ ଘଟୁଥିବା ଘଟଣାରେ ପ୍ରାଥମିକ ଚିକିତ୍ସା ପ୍ରଦାନ ମାଧ୍ୟମରେ ଅମୂଲ୍ୟ ଜୀବନ ବଞ୍ଚାଇବାରେ ସଫଳ ହୋଇପାରିବା।